ଶୀତୁଆ ସକାଳରେ ସକାଳେ ସକାଳେ ମୁଢ଼ି ଆଳୁଦମ୍ ଆଉ ପକୁଡ଼ିର ମଜା କିଛି ଅଲଗା ହେଇଥାଏ। ତା ସହିତ କାକୁଡ଼ି ସାଲାଡ଼, ମିକ୍ସଚର୍ ଏମିତି ଥିଲା ଆଜିର ଜଳଖିଆ। ଆଉ ଗରମ ଗରମ ଆଳୁ କଷାକୁ ତା ସହିତ ଯେଉଁ ପକୁଡ଼ିର ମଜା ସେଟା କେବଳ ଗାଁ ମାନଙ୍କରେ ହିଁ ମିଳେ। ଆଉ ସେଇ ଖାଇବା ଆମେ ଆଜି ସକାଳେ ଖାଇଲୁ, ବହୁତ ବଢ଼ିଆ ଏନ୍ଜୟ କଲୁ। ଆଜି ଯେଉଁ ସଣ୍ଡେ ଥିଲା ସେଇ ସଣ୍ଡେରେ ଆମେ ଆଜି ଏଇସବୁ ଜିନିଷ ଦେଶୀ ଜିନିଷ ଖାଇଲୁ। ଆପଣମାନେ କେବେ ଖାଆନ୍ତି କି? କମେଣ୍ଟରେ ଜଣାଇବେ। ତାପରେ ଭାକୁର ମାଛ ଆସିଲା ମାର୍କେଟରୁ, ବହୁତ ଫ୍ରେଶ୍ ମାଛ ଥିଲା। ଆମେ ସମସ୍ତେ ମିଶିକି ତରକାରୀ କରିବାର ପ୍ରିପାରେସନ୍ରେ ଲାଗି ପଡ଼ିଲୁ। ଯେହେତୁ ଆଜି ଛୁଟି ଥିଲା, ସମସ୍ତେ ମିଶିକି ପ୍ରଥମେ ପ୍ରିପାରେସନ୍ କଲୁ। ମାଛ ଭଜା ଆରମ୍ଭ ହେଲା। ସେପଟେ ମସଲା ବି କରା ଚାଲିଥାଏ। ତାପରେ ମସଲା କରିସାରି ପରିବା କଟା ମଧ୍ୟ ହେଲା। ଭାବିଲୁ ଆଜି ଟିକେ ମାଛ ମୁଣ୍ଡରେ ମୁଗ ଡାଲି ପକେଇକି ଘାଣ୍ଟଟେ କରିବୁ। ଏଇ ସମସ୍ତ ପରିବା ଦେଇକି ମାଛ ମୁଣ୍ଡରେ ମୁଗ ଡାଲି ଆଉ ପରିବା ପକେଇକି ଯେଉଁ ଗାଁରେ ହୁଏ ଘାଣ୍ଟ, ସେଇଟା ବହୁତ ବଢ଼ିଆ ଲାଗେ। ସେମିତି ଟେଷ୍ଟ ତ ଆମେ ବନେଇ ପାରିବୁନି, ହେଲେ ଚେଷ୍ଟା କରୁଛୁ, ଯଦି ହେଇଗଲା ଭଲ ଲାଗିବ ସମସ୍ତଙ୍କୁ। ଏମିତି ଧୀରେ ଧୀରେ ରୋଷେଇ କାମ ଆରମ୍ଭ ହେଲା। ଏପଟେ ମାଛର ପେଟି ମାଛକୁ ତେଲ ଝାଳ ପାଇଁ ଚାଲିଥାଏ ପ୍ରିପାରେସନ୍। ଏପଟେ ମୁଁ ବସେଇଛି ମାଛର ଘାଣ୍ଟ। ପେଟି ମାଛର ତେଲ ଝାଳ ପାଇଁ, ଭାକୁର ମାଛର ପେଟି ମାଛର ତେଲ ଝାଳ ପାଇଁ ଆମେ ଟିକେ ସୋରିଷ, ରସୁଣ, କଞ୍ଚା ଲଙ୍କା ବାଟିଥିଲୁ, ସେଇଟା ଟିକେ ପକେଇଦେଲି। ପକେଇକି ଟମାଟୋ ପକେଇକି ଆଉ ସବୁ ମସଲା ଦେଇକି ଟିକେ ପାଣି ରଖିକି, ଅଳ୍ପ ପାଣି ଦେଇକି ସେଥିରେ ପେଟି ମାଛ ପକେଇକି ଯେଉଁ ତେଲ ଝାଳଟା ବନେଇଲୁ। ଏପଟେ ମୁଗ ଡାଲି ଦେଇକି ଆମେ ଟିକେ ସମୟ ମୁଗ ଡାଲି ପକେଇକି ମସଲାରେ କଷି ଦେଇକି ସେଥିରେ ମାଛ ମୁଣ୍ଡ, ଭାକୁର ମାଛର ମୁଣ୍ଡ ଦେଇକି ଆଉ କିଛି ପରିବା ଯେଉଁ କାଟିଥିଲି ସେ ପରିବା ଦେଇକି ଭଲ ଭାବରେ କଷିଲୁ। ସଣ୍ଡେରେ ଟିକେ କାମର ଟିକେ ବେଶୀ ଅଧିକ କାମ ଥାଏ। ଲୁଗା ସଫା, ତା ସହିତ ଘର ସଫା, ତା ସହିତ ପାଠପଢ଼ା, ଛୁଆମାନଙ୍କର ପାଠପଢ଼ା, ତା ସହିତ ବେଶୀ ରୋଷେଇ, ଏମିତି ସବୁ କାମ ଅଧିକ ଥାଏ, ତ ଫଟାଫଟ କରିବାକୁ ପଡ଼େ। ଏପଟେ ହେଇଯାଇଥିଲା ପେଟି ମାଛର ତେଲ ଝାଳ, ଯେଉଁଟାକି ହେଇନଥିଲା କମ୍ପ୍ଲିଟ୍। ଏଥିରେ ଏବେ ମାଛ ପଡ଼ିବ। ଆମେ 4 ଜଣ ମାତ୍ର ଖାଇବୁ ଘରେ, ସେଥିପାଇଁ 4 ପିସ୍ ମାଛ ପଡ଼ିବ। ଆଉ କିଛି ଜଣଙ୍କୁ ଏଇ ମାଛର ତେଲ ଝାଳ ଭଲ ଲାଗେନି, ତ ତାଙ୍କ ପାଇଁ ପୁଣି ଝୋଳ ବନେଇବାକୁ ପଡ଼ିବ।
ମାଛର ଆଳୁ ସହିତ ମସଲା ଦେଇକି ଝୋଳ ବନାଯିବ। ଏବେ ଆମର ତେଲଛାଳ ରେଡ଼ି ହେବାକୁ ଯାଉଛି। ବାସ୍ ସେଥିରେ ଧନିଆ ପତ୍ର ପକେଇକି ଆମେ ଓହ୍ଲେଇ ଦେଲୁ। ତାପରେ ଏପଟେ ମାଛର ଘାଣ୍ଟ ବି ଚାଲିଥାଏ। ତାର ପ୍ରିପାରେସନ୍ ସେ ସିଝୁଥାଏ, ପରିବା ଗୁଡ଼ାକ ଟିକେ ଟିକେ ସିଝୁଥାଏ। ଏପଟେ ମାଛର ଝୋଳ ପୁଣି ଆରମ୍ଭ ହେଲା। ମାଛ ଆଳୁ ଆଗରୁ ସିଝା ସରିଯାଇଛି। ଆଉ ମସଲା ଦେଇକି କଷିକି ଏଇଟାରେ ମାଛ ଝୋଳ ପ୍ରସ୍ତୁତ ହେବ। ମାଛ ମୁଣ୍ଡର ଘାଣ୍ଟ, ମୁଢ଼ି ଘାଣ୍ଟର ପ୍ରସ୍ତୁତି ଚାଲିଛି। ମୁଢ଼ି ଘାଣ୍ଟ ତ ନୁହଁ, ଏଇଟା କୁହାଯିବ ମିକ୍ସ ଘାଣ୍ଟ, ମାଛ ମୁଣ୍ଡ ଘାଣ୍ଟ। ଏପଟେ ମାଛ ଝୋଳର ମସଲା ଦେଇକି ମସଲା କଷା ହେଲା। ସଣ୍ଡେରେ ତ ସମସ୍ତଙ୍କ ଘରେ କାମର ବହୁତ ପ୍ରେସର ଥାଏ। ଆଚ୍ଛା, ମସଲାରେ ଟମାଟୋ ଟିକେ ଦେଇଦେଲି। ତାପରେ ଆମେ ମସଲାକୁ କଷିଦେବା ଆଉ ଟିକେ। ତାପରେ ଟିକେ ପାଣି ଦେଇଦେଲି। ଏମିତି ଟିକେ କଷିଦେବା। ଅଦା ରସୁଣ ପେଷ୍ଟଟା ଭଲ ଭାବରେ ଟିକେ କଷିଲେ ତାର ବାସ୍ନାଟା ରହିବନି। ମସଲା କଷି ହେଇଗଲାଣି। ଆଜି ଟିକେ